ଘରେ ମା ପୁଅ ରହୁଥିଲେ। ଗରିବ ପରିବାର। ମା ପୁଅର ବୟସ ହେଇଯିବାରୁ ଘରକୁ ବୋହୂଟି ଆଣିଲେ। ତ ବୋହୂଟା ଆଧୁନିକ ଧରଣର ଥିବାରୁ ତାର ଆସିଲା ପରେ କେବଳ ଖର୍ଚ୍ଚ ବଢ଼ି ଚାଲିଲା। ସୌକିନ ଦ୍ରବ୍ୟ କିଣି ବସିଲା ଏବଂ ଅନଲାଇନରେ ବିଭିନ୍ନ ଜିନିଷ ମଗାଇ ବସିଲା। ବହୁ ନୂଆ ନୂଆ କିଛି ମଗାଉଛି, କିନ୍ତୁ ଶାଶୁ ମନା କରିପାରିଲେ ନାହିଁ। ଅଯଥା ଜିନିଷ ମଧ୍ୟ ମଗାଉଛି। ପୁଅ ମଧ୍ୟ କିଛି କହିଲା ନାହିଁ। ଧୀରେ ଧୀରେ ଖର୍ଚ୍ଚ ବଢ଼ି ଚାଲିଲା। ଆୟ ତୁଳନାରେ ବ୍ୟୟ ଅଧିକ ହେଲା। ବହୁ ଖାଇବା ଉପରେ ବହୁତ ଧ୍ୟାନ ଦେଲା। ହୋଟେଲ ଖାନା ଖାଇଲା, ଅନଲାଇନ୍ ଖର୍ଚ୍ଚ କଲା, ଯାହାଫଳରେ ପୁଅଟା ମାସକୁ ଯାହା ଆୟ କରୁଥିଲା ତାହା ଆଉ ହେଲା ନାହିଁ। ଋଣ ବଢ଼ି ଚାଲିଲା। ଦିନେ ଶାଶୁ କହିବାରୁ ଶାଶୁକୁ ବହୁଟା ଗରଗର ହେଲା ଏବଂ ଏମିତି ପରିସ୍ଥିତି ହେଲା ଶାଶୁକୁ ଘରୁ ମଧ୍ୟ ବାହାର କରିଦେଲା। ଶାଶୁ ତାପରେ ବାହାରକୁ ଯାଇକି କୌଣସି ଏକ କାମରେ ଲାଗିଲା, 2 ପଇସା ରୋଜଗାର କଲା, କିନ୍ତୁ ଘରକୁ ଆସିଲା ନାହିଁ। ଶାଶୁ ଭାବୁଛି ମୋ ଘରକୁ ବୋହୂ ଆସିନାହିଁ, ରାହୁଟିଏ ଆସିଛି। ଏପଟେ ପୁଅ ଏବଂ ବୋହୂ ରହୁଛନ୍ତି। ଧୀରେ ଧୀରେ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି। ବୋହୂଟା କହୁଛି ମୋତେ ପଇସା ଦରକାର। କହିଲେ ମୋତେ ଆଣୁଥିଲ କାହିଁକି? କ'ଣ କରିବେ? ସ୍ତ୍ରୀ ଯେତେବେଳେ ଜିଦ୍ କରୁଛି, ସ୍ୱାମୀ ଆଉ କ'ଣ କରିବ? କଠିନ ପରିଶ୍ରମ କରୁଛି। ଋଣ ବଢ଼ି ବଢ଼ି ଯିବାରୁ ଲୋକମାନେ ପଇସା ମାଗି ବସିଲେ। ଘର କଥା ବାହାରେ ପଡ଼ିଲା। ଏତିକି ସମୟରେ ଏଇ କଥାଟା ମାଙ୍କର କାନରେ ପଡ଼ିଗଲା। ମା ଭାବିଲେ ଘରର ଇଜ୍ଜତ କଥା, ବୋହୂ ଯାହା କଲା ତ କଲା, କ'ଣ କରିବା? ସବୁ ତ ମୋ ପୁଅ ଉପରେ ପଡ଼ିବ। ପୁଅ ମଧ୍ୟ ବହୁତ କଷ୍ଟ କରୁଛି। ଏହାପରେ ଦିନେ ଘରକୁ ମା ଆସିକରି ସବୁ ଋଣ ଶୁଝିଦେଲେ ଏବଂ ପୁଅ ବୋହୂକୁ ପାଖରେ ବସେଇ କରି ସବୁ କଥା କହିଲେ, ଆମେ ଆୟ ଦେଖି ବ୍ୟୟ କରିବା ଉଚିତ। ଆୟ ଦେଖିକରି ବ୍ୟୟ କରିବା, କିଛି ସଞ୍ଚୟ କରିବା। ଆମେ କେବେ ହେଲେ ମଧ୍ୟ ଋଣ ଆଣିବା ନାହିଁ। କ୍ଷମତା ଅନୁସାରେ ଆମେ କାମ କରିବା, 2 ପଇସା ରୋଜଗାର କରିବା। ଭବିଷ୍ୟତରେ ଆମର ଉନ୍ନତି ହେବ। ଆଉ ଯେ ବଂଶଧର ଆସିବେ, ଉତ୍ତରାଧିକାରୀ ଆସିବେ, ତାଙ୍କର ମଧ୍ୟ ମଙ୍ଗଳ ହେବ। ତେଣୁକରି ଖର୍ଚ୍ଚଟା ବୁଝି ବିଚାରି କରି କରାଯାଏ। ଅନ୍ଧ ଭାବରେ ଖର୍ଚ୍ଚ କରାଯାଏ ନାହିଁ। ଅନ୍ଧ ଭାବରେ ଖର୍ଚ୍ଚ କଲେ ଆମେ ଅସୁବିଧାରେ ପଡ଼ିଥାଉ।